ନମସ୍କାର ସାଙ୍ଗମାନେ, ମୁଁ ଆପଣଙ୍କ ପାଇଁ ନେଇ ଆସୁଛି ଜିକେ MCQ, ଯାହାକି RI, ARI, ଅମିନ୍, PO ଏବଂ ଅନ୍ୟ ଏକ୍ଜାମ ପାଇଁ ଆପଣଙ୍କୁ ହେଲ୍ପଫୁଲ୍ ହେବ। ଫାର୍ଷ୍ଟ କ୍ୱେଶ୍ଚିନ୍ ଅଛି, ହ୍ୱେନ୍ ୱାଜ୍ ଫାର୍ଷ୍ଟ ବ୍ୟାଟଲ୍ ଅଫ୍ ଟାରେନ୍ ଟୁକ୍ ପ୍ଲେସ୍? କେଉଁ ମସିହାରେ ଫାର୍ଷ୍ଟ ବ୍ୟାଟଲ୍ ଅଫ୍ ଟାରେନ୍ ହେଇଥିଲା? ଅପସନ୍ ଗୁଡ଼ିକ ଅଛି 1189, 1190, 1191, 1192। ରାଇଟ୍ ଆନ୍ସର୍ ଇଜ୍ 1191। 1191 ମସିହାରେ ଫାର୍ଷ୍ଟ ବ୍ୟାଟଲ୍ ଅଫ୍ ଟାରେନ୍ ହେଇଥିଲା, ଯାହାକି ପୃଥ୍ୱୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ହୋଇଥିଲା। ଏଥିରେ ମହମ୍ମଦ ଘୋରୀ ପରାସ୍ତ ହୋଇଥିଲେ। ଏବଂ ସେହିପରି ସେକେଣ୍ଡ ବ୍ୟାଟେଲ୍ 1192ରେ ହେଇଥିଲା, ପୃଥ୍ୱୀରାଜ ଚୌହାନ ଏବଂ ମହମ୍ମଦ ଘୋରୀଙ୍କ ମଧ୍ୟରେ, ଏବଂ ଏଥିରେ ପୃଥ୍ୱୀରାଜ ଚୌହାନ ପରାସ୍ତ ହୋଇଥିଲେ। ସେହିପରି ନେକ୍ସଟ କ୍ୱେଶ୍ଚନ୍ ଯିବା, ହୁ ଇଜ୍ ଦ ଫାଉଣ୍ଡର ଅଫ୍ ଚୋଲୋ ଡାଇନେଷ୍ଟି? ଚୋଲୋ ଡାଇନେଷ୍ଟିର ପ୍ରତିଷ୍ଠାତା କିଏ? ରାଜା ବିଜୟାଳୟ, ରାଜେନ୍ଦ୍ର I, ରାଜେନ୍ଦ୍ର ତୃତୀୟ। ରାଇଟ୍ ଆନ୍ସର୍ ଇଜ୍ ବିଜୟାଳୟ ଚୋଳ ଡାଇନେଷ୍ଟିର ଫାଉଣ୍ଡର। ସେପରି ରାଜା ଯିଏକି ଜଣେ ଫେମସ୍ ରୁଲର ଚୋଳ ସାମ୍ରାଜ୍ୟର, ସେ ଟାଞ୍ଜୋରରେ ବୃହଦାଶ୍ୱର ଟେମ୍ପଲ ପ୍ରତିଷ୍ଠା କରିଥିଲେ। ଏବଂ ଲାଷ୍ଟ ରୁଲର ଅଫ୍ ଚୋଳ ଡାଇନେଷ୍ଟିରୁ ହେଉଛନ୍ତି ରାଜେନ୍ଦ୍ର ତୃତୀୟ। ରାଜେନ୍ଦ୍ର ପ୍ରଥମ, ସେ ଓଡ଼ିଶା, ବେଙ୍ଗଲ, ବର୍ମା, ଆଣ୍ଡାମାନ ନିକୋବରକୁ ତିଆରି କରିଥିଲେ। ହୁ ଲେଡ୍ ଦ ଫାଉଣ୍ଡେସନ୍ ଅଫ୍ ଦ ମୁଗଲ ରୁଲ୍ ଇନ୍ ଇଣ୍ଡିଆ? କିଏ ଇଣ୍ଡିଆରେ ପ୍ରଥମେ ମୁଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ? ଅପସନ୍ ଗୁଡ଼ିକ ଆପଣଙ୍କ ସାମ୍ନାରେ। ବାବର, ମହମ୍ମଦ ଗଜନୀ, ଆଲାଉଦ୍ଦିନ ଖୁଲଜୀ, ମହମ୍ମଦ ତୁଗଲକ। ରାଇଟ୍ ଆନ୍ସର୍ ଇଜ୍ ବାବର। ବାବର ପ୍ରଥମେ 1526 ମସିହାରେ ମୁଗଲ ରୁଲ୍ ପ୍ରତିଷ୍ଠା କରିଥିଲେ। ଅଟୋବାୟୋଗ୍ରାଫି ତାଙ୍କର ଅଛି ତୁଜ-ଇ ବାବରୀ। ତାଙ୍କ ସନ୍ ହୁମାୟୁନ୍ ତାଙ୍କ ପରେ ମୁଗଲ ସାମ୍ରାଜ୍ୟ ରାଜା ହେଇଥିଲେ। ହୁମାୟୁନଙ୍କ ପରେ ଶେରଶାହ, ଆକବର, ତାପରେ ଜାହାଙ୍ଗୀର, ତାପରେ ଶାହଜାହାନ, ତାପରେ ଔରଙ୍ଗଜେବ। ନେକ୍ସଟ କ୍ୱେଶ୍ଚନ୍, ବ୍ୟାଟେଲ୍ ଅଫ୍ ପଲାସି କେବେ ହେଇଥିଲା? ଅପସନ୍ ଗୁଡ଼ିକ ଅଛି। ରାଇଟ୍ ଆନ୍ସର୍ ଇଜ୍ 1757। 1757ରେ ବ୍ୟାଟେଲ୍ ଅଫ୍ ପଲାସି ହେଇଥିଲା। ଏହି ଯୁଦ୍ଧ ସିରାଜଉଦ୍ଦୌଲା ଏବଂ ରବର୍ଟ କ୍ଲାଇଭଙ୍କ ମଧ୍ୟରେ ହୋଇଥିଲା। ଏଥିରେ ସିରାଜଉଦ୍ଦୌଲା ପରାସ୍ତ ହୋଇଥିଲେ। ଏବଂ 1764 ମସିହାରେ ସେହିପରି ବ୍ୟାଟେଲ୍ ଅଫ୍ ବକ୍ସାର ହେଇଥିଲା। ସେଥିରେ ମୀର କାସିମ୍, ସୁଜାଉଦ୍ଦୌଲା, ଶାହ ଆଲମ ଦ୍ୱିତୀୟ ଏବଂ ବ୍ରିଟିଶମାନଙ୍କ ମଧ୍ୟରେ ହୋଇଥିଲା। ଡୁଆଲ ଗଭର୍ଣ୍ଣମେଣ୍ଟ କେବେ ଷ୍ଟାର୍ଟ ହେଇଥିଲା? ଡୁଆଲ ଗଭର୍ଣ୍ଣମେଣ୍ଟ ବେଙ୍ଗଲରେ କେବେଠୁ ଷ୍ଟାର୍ଟ ହେଇଥିଲା? ଅପସନ୍ ଗୁଡ଼ିକ ଆପଣଙ୍କ ସାମ୍ନାରେ। ରାଇଟ୍ ଆନ୍ସର୍ ଇଜ୍ 1764। ତେବେ 1764ରେ ଡୁଆଲ ଗଭର୍ଣ୍ଣମେଣ୍ଟ